ମାନେ ଚାଷଟା ନିହାତି କରୁଛନ୍ ଆଉ ଚାଷ ଖାଲି କରୁଛନ୍ ଆଜ୍ଞା କିନ୍ତୁ ସରକାରର ବହୁତ ପ୍ରକାର ବେନିଫିଟ୍ ମାନେ ସ୍କିମ୍ ମାନେ ହେଉଛି ତ ସେ ସ୍କିମ୍ର ବିଷୟରେ ଆପଣମାନେ ନିହାତି ଜାଣବା ଦରକାର ଆପଣମାନଙ୍କୁ ମୋର ଭଏସ୍ ଟିକେ ଆଜି ଅଲଗା ଲାଗବା ଯେହେତୁ ମୋତେ ସର୍ଦି ଟିକେ ହେଇଯାଇଛି ଥଣ୍ଡା ହେଇଯାଇଛି ଟିକେ ଆପଣମାନେ ଟିକେ ମ୍ୟାନେଜ୍ କରିନେବେ ତ ଦେଖୁନ୍ ଏବେ ହେଉଛି ଆପଣଙ୍କର ବିହନର ରୁବା ଟାଇମ୍ ହେଇଗଲା ଆମର ଖରିଫ ଋତୁ ଲାଗି ଖରିଫ ଋତୁରେ ଆମେ ଯେନ୍ଟାକି ଆମ କଳାହାଣ୍ଡି ଜିଲ୍ଲା ଯଦି ଦେଖମୁ ତେବେ ତାହେଲେ କପା ଚାଷ ଆଉ ବଲାଙ୍ଗୀରରେ କପା ଚାଷ ବେଶୀ କରି କରୁଛନ୍ ଆର୍ ତାର୍ ସଙ୍ଗେ ସଙ୍ଗେ ଦେଖନ୍ ଆମର ବରଗଡ଼ ଜିଲ୍ଲାରେ ଧାନ ଚାଷ ଆଉ ସମ୍ବଲପୁରରେ ବି ଧାନ ଚାଷଟା ଅଧିକ ମାତ୍ରାରେ କରୁଛନ୍ ଆର୍ ଏଇ ବର୍ଷ ଆପଣକେ ଧାନ ଲାଗି କେନ୍ ବିହନଟା ଆପଣଙ୍କର ଜମି ଲାଗି ବଢ଼ିଆ ହେବା ତାପରେ ଇନେ ଆପଣ ଔଷ କଷା କେତେ ଦରକାର ବିହନ ବିଶୋଧନ ଆପଣମାନେ କେନ୍ଦାର କରିବେ ଏସବୁ ଡିଟେଲ୍ ଆପଣକେ ନିହାତି ଜାଣବା ଦରକାର ସେଥିଲାଗି ଯେନ୍ଟାକି ରାଜ୍ୟ ସରକାର ଆପଣଙ୍କ ଲାଗି ବିଭିନ୍ନ ପ୍ରକାର ବ୍ୟବସ୍ଥା ମାନେ କରୁଛନ୍ ଆର୍ ସେ ସେନର ବ୍ୟବସ୍ଥାର ବେନିଫିଟ୍ ମାନେ ଆପଣମାନେ ନିହାତି ଉଠାବା ଦରକାର ଯେନ୍ଟାକି ଆପଣଙ୍କର ପିଏମ୍ କିଷାନର ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଯେନ୍ତା ପିଏମ୍ କିଷାନ ଦଉଛନ୍ ଠିକ୍ ଚାଷୀମାନଙ୍କ ଲାଗି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ବି ଏନ୍ତା ବ୍ୟବସ୍ଥା ମାନଙ୍କର କରାଯାଇଛି ଯେନ୍ଟାକି ଆପଣଙ୍କର ସବସିଡ଼ିରେ କେନ୍ କେନ୍ ଧାନରେ କେତେ ଟଙ୍କା ଆପଣ ସବସିଡ଼ି ପାଇବେ ଆପଣଙ୍କର ବିହନ ବୁକ୍ କେନ୍ତା କରିବେ ଏନ୍ତା ସବୁ ଡିଟେଲ୍ ମାନେ ସବୁ ଯେନ୍ଟାକି ଜାଣିପାରିବେ ଯଦି ଆମେ ଆଲୋଚନା କରମୁ ତେବେ ତାହେଲେ ଆପଣ ଏଇ ବର୍ଷ କପା ବିହନ ଆପଣଙ୍କର ମାଟିରେ ଖଲିଆ ମାଟିରେ ଆପଣ କେନ୍ କପା ଲଗାବେ ବିଶେଷ କରି ଦେଖମୁ ତେବେ ତାହେଲେ ରାଶି କମ୍ପାନୀର ଅଖା କପା ଚାଷଟା ବହୁତ ବଢ଼ିଆ ହେସି କଳାହାଣ୍ଡି ଜିଲ୍ଲାରେ ଦେଖମୁ ତେବେ ତାହେଲେ ଖଲିଆ ମାଟି ଲାଗି ରାଶି କପାଟା ବହୁତ ବଢ଼ିଆ ହେ ଆର୍ ଆପଣମାନେ ଯେନ୍ଟାକି ଆମ ଘରେ ବି ଆମ ଘରେ ବି ଯେନ୍ଟାକି ଆମେ କପା ଚାଷଟା ଯେତେବେଳେ କରୁସୁଁ ହେଲା ନା 8-10 ବର୍ଷ ହେଲା ରାଶି କମ୍ପାନୀ ଏଖା କରୁଛୁଁ 2002 ମସିହାରୁ ଆମ ଘରେ ଚାଷ କରୁଛନ୍ ଯେନ୍ଟାକି କପା ଚାଷଟା ଆଉ ସେ ବେଲୁ ଆମେ ସେ ବେଲେ ତ ଖାଲି ପହଲା ଯଦି ଦେଖମୁ ତେବେ ତାହେଲେ ପହଲା ବର୍ଷ ଆମେ ବାହାରିଥିଲା ଆମ ଘରେ ଲଗେଇଥିଲୁ ଯେନ୍ଟାକି ଆମର ଗୋବର କପା ବୋଲି ଆସୁଥିଲା ତାପରେ ଆସିଥିଲା ତୁଳସୀ କପା ଏସବୁ କପା ମାନେ ବ୍ୟବହାର କରୁଥିଲୁ ତାପରେ ଯେତେବେଳେ ଏବେ ରାଶି କମ୍ପାନୀର କପା ଏକା ବହୁତ ବଢ଼ିଆ ବାହାରୁଛି ଯେହେତୁ ଫଲ୍ ତାର ବଡ଼ ଫଲ୍ଟା ରହୁଛେ ତ ସେ ଯାହା ବି ହଉ ଏଭଳିଆ ସୂଚନା ମାନେ ସବୁ ଜାଣିବା ଲାଗି ଚାହୁଁଛନ୍ ତେବେ ତାହେଲେ ଆପଣଙ୍କ ଲାଗି ସରକାର ଆଉ ଥରେ ବ୍ୟବସ୍ଥା କରିଦେଇଛନ୍ ଆଜ୍ଞା ଯେନ୍ଟାକି ମୋତେ ଗୋଟେ SMS ହେଇଛି ଯେନ୍ଟାକି ଆପଣମାନେ ଦେଖିପାରୁଥିବେ ନମସ୍କାର କୃଷି ପଶୁପାଳନ ମତ୍ସ୍ୟ ପାଣିପାଗ ସମ୍ବନ୍ଧରେ ଥିବା କୌଣସି ସମସ୍ୟାର ପାଇଁ ଆପଣ ଓଡ଼ିଶା ସରକାରଙ୍କ ଆମ କୃଷି ସେବା ନିଃଶୁଳ୍କ ନମ୍ବର 155333କୁ ଫୋନ୍ କରି ସକାଳ 9 ଘଣ୍ଟାରୁ ରାତି 8 ଘଣ୍ଟା ପର୍ଯ୍ୟନ୍ତ ପ୍ରଶ୍ନ ପଚାରି ଆମ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇପାରିବେ ଯଦି ଆମେ ସାଫ୍ ସାଫ୍ କଥା ହେମୁ ଯେନ୍ଟାକି ଇ ଟୋଲ୍ ଫ୍ରି ନମ୍ବର ଆଜ୍ଞା 155333 ନମ୍ବରଟା ଯେନ୍ଟା ଥିଲା ଇ ନମ୍ବରଟା କାଣା କରାଗଲା ନା ସକାଳର ଆଗଲି ଥିଲା ସକାଳ 9ଟାରୁ ସନ୍ଧ୍ୟା 5ଟା ପତେ କଲ୍ କରିପାରୁଥିଲେ ଚାଷୀ ଭାଇମାନେ ଇଥର କିନ୍ତୁ ତା ଟାଇମ୍ଟା ବଢ଼େଇ ଦେଇକରି ଯେନ୍ଟାକି ସକାଳ 9ଟାରୁ ରାତିରେ 8 ବଜା ପର୍ଯ୍ୟନ୍ତ କରିପାରିବେ କଲ୍ଟା ଆପଣମାନେ ଯେତେ ବି ଆମର ଚାଷୀ ଭାଇମାନେ ରହୁଛନ୍ ଆଗଲି ବହୁତ ପ୍ରକାର ହଇରାଣ ହେବାକୁ ପଡ଼ୁଥିଲା କଲ୍ କରିବା ଟାଇମ୍ରେ ସନ୍ଧ୍ୟା 5ଟା ପତେ କଲ୍ ଲାଗୁଥିଲା ବାକି ଟାଇମ୍ରେ ଚାଷୀ ଭାଇମାନେ ଆସିକରି ଖାନା ପିନା ଆମର ଗାଁ ଗହଲି ଲୋକ ତ ବେଶୀ କରି 9 ବଜା ଭିତରେ ଶୋଇ ଦେବା ହେଉଛି ତାପରେ ଦେଖନ୍ ଚାଷୀ ଭାଇ ମିଶିକି କାଁ ଦରକାର ଯୁଗିଥିବା ଏଟା ନେଇ ସେ ଚାକିରିଆ ଯେ ଖାନା ପିନା ହେଇସାରିଲା ପରେ ରାତିରେ 10-12 ବଜା ପର୍ଯ୍ୟନ୍ତ ଯୁଗବା କିନ୍ତୁ ଯେନ୍ମାନେ କାମ କବାର କରୁଛନ୍ ନିହାତି ବଡ଼େ પર ଖାଇକରି ବଡ଼େ પર ଶୋଇଲେ ଏକା ଭଲ ନିଜର ଦେହ ଲାଗିବି ଏ କଥା ଗୁଡ଼ା ବି ଧ୍ୟାନ ଦେଇଥନ୍ ତାପରେ ରହିଲା ଦେଖନ୍ ଇନ୍ ମୁଇଁ ନମ୍ବରଟା ଆପଣଙ୍କୁ କାଁଜେ ଜଣାଉଛେ ନା ଆପଣ ଦେଖନ୍ ଯେକୌଣସି ଚାଷ କରିବା ଆଗରୁ ନିହାତି ଇ ଯେନ୍ ପରାମର୍ଶଦାତା ମାନେ ରହୁଛନ୍ ଆଜ୍ଞା କୃଷି ବିଶେଷଜ୍ଞ ମାନେ ରହୁଛନ୍ ଇମାନେ ଯେନ୍ ଗଭର୍ଣ୍ଣମେଣ୍ଟ ପଇସା ଦେଇକରି ଇମାନକେ ଯେନ୍ ରଖୁଛେ ତ ଏଇମାନଙ୍କର ଆପଣ କାମ ଲାଗି ମାନେ ଆପଣଙ୍କର ସେବା କରବା ଲାଗି ଏମାନକେ ରଖାଯାଇଛି ଯେନ୍ଟାକି ଆମର କୃଷି ବିଶେଷଜ୍ଞ ଆଜ୍ଞା ମାନକେ ରଖାଯାଇଛି ତ ନିହାତି ଆପଣମାନେ ଯାହା ଯାହା ପ୍ରୋବ୍ଲେମ୍ ହେଉଛି ଚାଷରଟା ସବୁ ସେମାନକେ ଜଣାହନ୍ ବିହନ କେନ୍ତା ବୁନମୁ କେନ୍ତା କାଣା କରମୁ ଏନ୍ତା ସବୁ ଡିଟେଲ୍ କେତେ ପରିମାଣରେ ବିଶୋଧନ କରମୁ ସବୁ ଡିଟେଲ୍ ଆପଣ ପଚାରି ପାରବେ ଯେନ୍ଟାକି ଫୋନ୍ କଲ୍ ମାଧ୍ୟମରେ ତ ଏଥିଲାଗି ସରକାର ଆପଣଙ୍କ ଲାଗି ବ୍ୟବସ୍ଥା କରୁଛନ୍ ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବର୍ଷକେ ସେ ପଇସା ତ ମାହାଳିଆ ଯିବା ବୋଲେ କାଇଁ କାମ ଦେବା ନିହାତି ଆପଣମାନେ ତାଙ୍କ ସହିତ ଯୋଗାଯୋଗ କରବା ଲାଗି ଯେନ୍ଟାକି ଆପଣଙ୍କ ଲାଗି ସୁବିଧା ଲାଗି ରାତିରେ 8 ବଜା ପର୍ଯ୍ୟନ୍ତ ଆପଣମାନେ କଲ୍ କରିପାରିବେ ଯେନ୍ଟାକି ଏଇଟା ଗୋଟେ ପହଲା ଅପଡ଼େଟ୍ ହେଇଛେ ତ ସେଥିଲାଗି ମୁଁ ଏଇ ଭିଡ଼ିଓଟା ଆପଣମାନଙ୍କ ଲାଗି ବନେଇଥିଲି କାଁ ଏବେ ଆମର ଚାଷ ବିହନ ଖେଡ଼ବାର ଟାଇମ୍ ଆସିଲା ଆଜ୍ଞା ଚାଷ ତର ବଣିଜ ମଠ ଚାଷ ଆଜ ନେଇ ହେଲା ବୋଲେ କାଲକେ ନେଇ ହୁଏ ନା ଆଜ୍ଞା ଚାଷ କାମ ହେଉଛି ହରବରିଆ କାମ ହରବର ଯଦି ଯେନ୍ ନେଇ ହେବା ବୋଲେ ଚାଷୀ ଘରର ପିଲା ଏକା ଚାଷ କଥା ବୁଝ ବାକି ଲୋକ ଏଇ ଜାଗାରେ କିଏ ନେଇ ଜାନେ ତ ଆଶା କରୁଛେ ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବା ଆପଣଙ୍କର ସୁଚିନ୍ତିତ ମତାମତ ନିହାତି ଆମର କମେଣ୍ଟ ସେକ୍ସନରେ ଜଣାବାଟା ନେଇ ଭୁଲବେ।